ପାଇଁ ପଡିଥାଏ ଭଗବାନଙ୍କୁ ହେଲେ ସମୟର ଆବଶ୍ୟକତା ନାହିଁ। କଣ କହିଲେ ଆପଣ ମାନଙ୍କର କବି ଅତିବଡି ଜଗନ୍ନାଥ ଦାସ କହିଲେ ପରା ଭାଗବତରେ ପ୍ରମାଣ ଦେଇନାହାନ୍ତି। କଣ ପ୍ରମାଣ ଦେଲେ? କହିଲେ ଯେ ମତେ ଯେଉଁ ରୂପେ ଭଜେ ହରି ତାରୁଦ হরি তার হৃদয়তে হরি তার যে মতে ଯେଉଁ ରୂପେ ଭଜେ ହରି ତା ହୃଦୟ ନ ତେଜେ। ଭଗବାନ କହିଲେ ରେ ମାନବ ତୁ ଯୋଉଠି ଥା ଯେମିତି ଥା ଯୋଉ ଅବସ୍ଥାରେ ଥା ତୁ ମତେ ଯୋଉଠି ଡାକିବୁ ମୁଁ ସେଇଠି ସେଇ ଜାଗାରେ ସେଇ ଅବସ୍ଥାରେ ମୁଁ ତତେ ସେଇଠି ଦର୍ଶନ ଦେବି। ତେଣୁ ଭଗବାନଙ୍କୁ ଡାକିବା ପାଇଁ ବାପା ସମୟ ଆବଶ୍ୟକ। ବସିକି ଆପଣ ମାନେ ସମସ୍ତେ ପାଲା ଦେଖୁଛନ୍ତି। ଏଠି ଚୌକରେ ଉଠିକି ଯିବେ। ବର୍ଷା ତ ହଉଛି ଇଏ ବର୍ଷା ଦିନ କଥା ଅନ୍ଧାର ରାତି ହଠାତ୍ ଝୁଣ୍ଟି ପଡିବେ ସେତେବେଳେ ଭଗବାନଙ୍କୁ ଡାକିବେନି ଡାକିବେନି? ତାହେଲେ ସମୟ ଆବଶ୍ୟକ ଅଛି। ଯେତେବେଳେ ଚାହିଁବେ ଆପଣ ମାନେ ସେତେବେଳେ ଭଗବାନଙ୍କୁ ଡାକି ପାରିବେ। ତେଣୁ କହିବାର ଅର୍ଥ ବେଳ ଥାଉ ବନ୍ଧ ବାନ୍ଧିବା ଭଗବାନଙ୍କର ନାମ ଓଳିକ ଭିତରେ ଭଜନ କରିବା। ଯଦି ଆଜି ଭଜନ ନ କରିବା ତାହେଲେ କରିବା କେତେବେଳେ? କବି କହିଲେ ପ୍ରାଣ ପୟାଣ କାଳେ କଫବାତ ପିତେଇ କଣ୍ଠବର ଧନ ସ୍ମରଣଙ୍କୁ ତ ପ୍ରାଣ ପୟାଣ କାଳେ ଗୋଟେ ମନୁଷ୍ୟର 60 ବର୍ଷରୁ ଯେତେବେଳେ ଉର୍ଦ୍ଧ ହେଇଯାଏ ମନୁଷ୍ୟକୁ 3 ପ୍ରକାର ରୋଗ ଗ୍ରାସ କରେ। ସେ ରୋଗ 3 ପ୍ରକାର କଣ? 3 ପ୍ରକାର ରୋଗ ଶୁଣେ। ରୋଗ 3ଟା ବାପା କଣ କହିଲେ? କଫ, ବାତ, ପିତ୍ତ। 3 ଜଣ ଯାକ ଯେତେବେଳେ ଏକତ୍ରିତ ହେବେ ସେମାନେ କଣ୍ଠକୁ ରୁଦ୍ଧ କରିବେ। ଖୋଲିବ ବାପା ପାଟି ଖୋଲିବ ସେତେବେଳେ ଆପଣ ଭଗବାନଙ୍କୁ ଡାକି ପାରିବେ। ଯୋଉଦିନ ଧରିବ ସିଏ ଧରିବ ତ ସମୟ ଆଇଲାଣି। ତାହେଲେ ଚିନ୍ତା କରନ୍ତୁ ଆଜ୍ଞା ଯେତେବେଳେ କଫବାତ ପିତ୍ତ 3 ଜଣ ଏକତ୍ରିତ ହେବେ କଣ୍ଠକୁ ରୁଦ୍ଧ କରିବେ ସେତେବେଳେ ପ୍ରଭୁ ନାମ ଭଜନ କରିବା ପାଇଁ ଆମ ପାଖରେ ସମୟ ନଥିବ। ନାଇଁ କି ବାପା? କାହିଁକି କହିଲି? କହିବାର କାରଣ ହେ ମୋ ଜ୍ଞାନୀ ମଣ୍ଡଳୀ ଦିନକର ଘଟଣା। ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ 5 ଭାଇଙ୍କୁ ପାଖରେ ବସାଇ କହୁଛନ୍ତି ହେ ସଖା ଦ୍ୱାପର ଯୁଗର ଅବସାନ କଳି ଯୁଗର ଆଗମନରେ ଦ୍ୱାପର ଯୁଗ ଶେଷ ହୋଇଯାଉଛି କଳି ଯୁଗ ପ୍ରବେଶ କରୁଛି। ଏ ଯୋଉ କଳି ଯୁଗଟା ପ୍ରବେଶ କରୁଛି ଏ କଳି ଯୁଗର ମୋର ସ୍ଥାନ ନାହିଁ ନା। ତେଣୁ ମୁଁ ମୋ ଧାମକୁ ଚାଲି ଯିବି ରେ। ଆପଣ ଯଦି ଆପଣଙ୍କ ଧାମକୁ ଚାଲିଯିବେ କଳି ଯୁଗର ଲୋକମାନଙ୍କର ଆଚାର ବ୍ୟବହାର ବିଷୟରେ ଆମେ ଜାଣିନୁ। ଆମକୁ ଟିକେ ବୁଝେଇ ଦିଅନ୍ତୁ ଆମ ମନ ପାଇଲେ ରହିବୁ ନହେଲେ ଆମେ ଚାଲିଯିବୁ। ପାଣ୍ଡବ 5 ଭାଇ କହିଲେ ପ୍ରଭୁ କଳି ଯୁଗ ଆସୁଛି ଦ୍ୱାପର ଯୁଗ ଶେଷ ହୋଇଯାଉଛି ଆପଣ କହିଲେ ଆପଣଙ୍କ ଧାମକୁ ଚାଲିଯିବେ। ଇଏ ଆମେ ସିନା ଦ୍ୱାପର ଯୁଗର ଲୋକ ବୋଲି ଦ୍ୱାପର ଯୁଗ କଥା ଜାଣିଛୁ ବାପା ଆମେ କଳି ଯୁଗ ଲୋକ ଆମେ କଳି ଯୁଗ କଥା କହିବା। ଏ ଯୋଉ ସତ୍ୟ ଯୁଗ କଳି ଯୁଗ ପରେ ପ୍ରବେଶ କରିବ ସତ୍ୟ ଯୁଗରେ କଣ ହବ ଆମେ ଜାଣିଛେ? ତେଣୁ ଦ୍ୱାପର ଯୁଗରୁ ଭଗବାନ କୃଷ୍ଣ ଆଜି ପାଣ୍ଡବ ମାନଙ୍କୁ କହିଲେ ସଖା ଦ୍ୱାପର ଯୁଗ ସରିଯିବ କଳି ଯୁଗ ପ୍ରବେଶ କରିବ। ଏ ଯୋଉ କଳି ଯୁଗଟା ପ୍ରବେଶ କରିବ ଏ ଲୋକଙ୍କର ଆଚାର ବ୍ୟବହାର କେଉଁ ଭଳି ଭାବରେ ରହିବ ତମେ ବୁଝିବା ପାଇଁ ଚାହୁଁଛ ତ? ପାଣ୍ଡବ ମାନେ କହିଲେ ହଁ ପ୍ରଭୁ ଇଏ କଳି ଯୁଗର ଲୋକଙ୍କର ଆଚାର ବ୍ୟବହାର କେମିତି ରହିବ ଆମକୁ ଟିକେ ବୁଝେଇ ଦିଅ। এই সময় ভগবান কৃষ্ণ কলে কলে ঠিক আছে তুমি পাণ্ডব 5 ভাই গোটে কাম কর 5 ভাই যাক চারি দিগকু ଯିବ। ଟିକେ ରହନ୍ତୁ ସାର୍ কোন ହେଲା 5 ଭାଇ ଚାରି ଦିଗ କିଏ କେନ୍ ଦିଗକୁ ଯିବ ନହେଲେ ଆମ ଭିତରେ ଗୋଳ ଗଣ୍ଡ ହେଇପାରେ। ଏଟା ଗଣ୍ଡଗୋଳ ସେଇଟା ହେଇଯିବ ହେଲା 5 ଭାଇ ଦିଗ ହେଲା ବାପା 4 ये 5 भाई 4 दिगकू ଯିବେ। ଯିବ ଯେ ଯାହା ଆଶ୍ଚର୍ଯ୍ୟ କଥା
ଦେଖିବ ଯୋଉଟା ତମକୁ ଆଶ୍ଚର୍ଯ୍ୟ ଲାଗିବ ସେଇଟା ଆସି ମୋ ଆଗରେ ପ୍ରକାଶ କଲେ ମୁଁ ତୁମ ମାନଙ୍କୁ ବୁଝେଇଦେବି। ଭଗବାନ କୃଷ୍ଣଙ୍କର କଥା ମାନି ପାଣ୍ଡବ 5 ଭାଇ ଆଜ୍ଞା ଆଜି ବାହାରି ପଡିଛନ୍ତି 4 ଦିଗକୁ ଯିବା। ତାହେଲେ କିଏ କେଉଁ ଦିଗକୁ ଯିବ? କିଏ କେଉଁ ଦିଗକୁ ଯିବ? ତାହେଲେ ଦେଖିବା ଆଜି କୋଉ ଭାଇ କୋଉ ଦିଗକୁ ଯାଉଛନ୍ତି। କହିଲେ ପଣ୍ଡିତ ମଣ୍ଡଳୀ ମୋର ଇଏ ଶୁଣ ଦେ ମନ ମୋ ବାୟା ମନ ମୋ ବାୟା ମନ ବାନ୍ଧିବେ ଦେବ ସତ୍ୟ ନାରାୟଣ ମୋ ବାୟା ଆଉ ଧୀରେ ଧୀରେ ବାଣ୍ଡବ ଦେ କରିଲେ ଗମନ ମୋ ବାୟା ମନ ମୋ ବାୟା ମନ ଦିଗେ ଯୁଧିଷ୍ଠିର ପ୍ରବେଶି ଭବନ ଆଜ୍ଞା ପଶ୍ଚିମ ଦିଗରେ ଭୀମ କରିଲେ ଗମନ ମୋ ବାୟା ମନ ମୋ ବାୟା ମନ ଦିଗେ ଅର୍ଜୁନ ପ୍ରବେଶି ଭବନ ମୋ ବାୟା ମନ ଆଉ ଦକ୍ଷିଣ ଦିଗେ ନକୁଳ ସହଦେବ ଗଲେ ମୋ ବାୟା ମନ ମୋ ବାୟା ମନ ଏହିପରି କିଛି ସମୟ ବିତି ଗଲା ଭଲେ ହେ ମୋର ସଜନ ମଣ୍ଡଳୀ ପ୍ରଭୁଙ୍କର ଆଦେଶକୁ ପାଳନ କରି ପାଣ୍ଡବ 5 ଭାଇ ଚାଲି ଯାଇଛନ୍ତି 4 ଦିଗକୁ। ପୂର୍ବ ଦିଗକୁ ଗଲେ ଆପଣ ମାନଙ୍କର ଧର୍ମାବତାର ଧର୍ମରାଜ ଯୁଧିଷ୍ଠିର, ପଶ୍ଚିମ ଦିଗକୁ ଗଲେ ଭୀମସେନ, ଉତ୍ତର ଦିଗକୁ ଅର୍ଜୁନ, ଦକ୍ଷିଣ ଦିଗରେ ନକୁଳ ସହଦେବ ପ୍ରବେଶ ହେଲେ। କ୍ରମେ କ୍ରମେ କିଛି ସମୟ ବିତିଗଲା। ସର୍ବପ୍ରଥମେ ବାପା ଧର୍ମରାଜ ଯୁଧିଷ୍ଠିର ଫେରିଲେ, ପ୍ରଭୁଙ୍କ ନିକଟରେ ପ୍ରବେଶ ହେଲେ। ପ୍ରଭୁଙ୍କୁ ଦେଖି ନମସ୍କାର କଲେ। ସଖା ଆସିଗଲ? ଆଚ୍ଛା ସଖା ତମେ କଣ ଆଶ୍ଚର୍ଯ୍ୟ କଥା ଦେଖିଲ? କଣ ଦେଖିଲ? ଆରେ ସେଟା ଡେଣା ମେলাই କହୁନ। ଡେଣା ମେলাই ଶାଗୁଣା ଆଉ କଣ ଶାଗୁଣା ବସିଛି ଡେଣା ମେলাই। ଏଇଥିରେ ବାପା କଣ ଆଶ୍ଚର୍ଯ୍ୟ ଅଛି କହିଲେ? ଆଶ୍ଚର୍ଯ୍ୟ ଅଛି 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 କଣ? ସେ ଯୋଉ ପକ୍ଷ ବିସ୍ତାର କରିଛି ହଁ ପକ୍ଷରେ ଲେଖା ହେଇଛି କଣ ଲେଖା ଯାଇଛି? ହରେ କୃଷ୍ଣ 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 ହରେ 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 ରାମ 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 ହରେ 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 ହରେ। ଇଏ କଣ ଆଚାର୍ଯ୍ୟ କଥା ଏଟା ବାଣୀ ବିହାରରେ ପୁଅ କଳ୍ପନା ହେଇଥିବ। ସେଟା ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ। ଆଚ୍ଛା ଶାଗୁଣାର ପକ୍ଷରେ ଲେଖା ଯାଇଛି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଆଚ୍ଛା ଯୁଧିଷ୍ଠିର ଭାଇ କହିପାରିବ ସେ ଶାଗୁଣାଟା କଣ କରୁଥିଲା? ସବୁକୁ ଭକ୍ଷଣ କରୁଥିଲା। ହଁ କଥାଟା ହଉଛି ଏଇଠି। ଧର୍ମରାଜ ଯୁଧିଷ୍ଠିର କହିଲେ ହେ ପ୍ରଭୁ ଶାଗୁଣା ଗୋଟାଏ 50 ଶବଟାକୁ ଟାଣି ଟାଣି ଭକ୍ଷଣ କରୁଥିଲା। ଭଗବାନ କୃଷ୍ଣ କହିଲେ ସଖା ଇଏ ଯୋଉ 50 ଶବଟାକୁ ଟାଣି ଟାଣି ଭକ୍ଷଣ କରୁଥିଲା ଶାଗୁଣା, ଇଏ 50 ଶବଟାକୁ ଦେଖିବାକୁ ଯାହା କଳି ଯୁଗର ଲୋକଙ୍କର ଅନ୍ତର ସେଇଆରେ ବୁଝିପାରୁନ? ଏକ 50 ଶବ ସହିତ ମନୁଷ୍ୟର ଅନ୍ତରକୁ କଳି ଯୁଗରେ ସମାନ କଲେ ଭଗବାନ କୃଷ୍ଣ। କଣ କହିଲେ? କହିଲେ ଏ କଥା କଣ ମୁଁ କହୁଛି? ଏ କଥାକୁ ମୋ ଘରର ପାଠ? ଏ କଥାକୁ କବି ଅଚ୍ୟୁତାନନ୍ଦ ଦାସ ପ୍ରମାଣ ଦେଇଛନ୍ତି। କଣ କହିଲେ? କହିଲେ ଶୁଣ ଶୁଣ କଳି ଯୁଗର ଲୋକଙ୍କର ଅନ୍ତରଟା କେମିତି ରହିବ ଆପଣ ମାନଙ୍କ ଅଚ୍ୟୁତାନନ୍ଦ ଦାସ ମାଳିକା ଗୋଟିଏ ପଦ ପ୍ରମାଣ ଦେଲେ। କହିଲେ କାଠ ମାଳିଆ ଭକତ ଭାଇ କାଠ ମାଳିଆ ଭକତ ଇଏ ଝୁଲାମୁଣି ପେଲା यही नाम तो ये साधु जने हे गोटी गोटी धरा पड़े साधु जने गोटी गोटी धर तो साधु जने पड़े तो साधु जने आई सोखिया बाबा जी आई आई सोखिया बाबा जी पाई
ରଖିଛି ଖଞ୍ଜି ଜନେ ଥିବେ ମିଞ୍ଜି ମିଞ୍ଜି ସାଧୁ ଜନେ ଆଖି କରୁଥିବେ ମିଞ୍ଜି ମିଞ୍ଜି ସାଧୁ ଜନେ ଆଖି କରୁଥିବେ ମିଞ୍ଜି ମିଞ୍ଜି ସାଧୁ ଜନେ କଣ 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 ନା ଚୈତି ଘୋଡା ଲକ୍ଷ୍ୟ କରେ ମୋର ସଦନ ମଣ୍ଡଳୀ କବି କହିଲେ କାଠମାଳିଆ ଭକତ ଝୁଲାମୁଣି ପେଲା ଗୋଟି ଗୋଟି ଧରା ପଡିବେ ତ ଅଳି ଯୁଗରେ ସବୁ ଧରା ପଡିଛି କେମିତି ଧରା ପଡିବେ ନା ବେକରେ ଥିବ ବାପା ତୁଳସୀର ମାଳ କାଠମାଳ କାନ୍ଧରେ ଥିବ ଝୁଲାମୁଣି ଗେରୁଆ ବସ୍ତ୍ର ପରିଧାନ କରାଯାଇଥିବ ରାମାନନ୍ଦିତୀ ତାକୁ କଟା ଯାଇଥିବ ବାପା ମୁଖରେ ହରିନାମ ଥିବ ନିଜକୁ ସାଧୁ ବୋଲି କହୁଥିବ ସେ ସାଧୁ ମନରେ କଣ ଥିବ ନା ଲୋଭ ମୋହ ମାୟା ମଦମାଶ୍ଚର୍ଯ୍ୟ ଆମେ ସମସ୍ତେ ସେଇଥିରେ ହିଁ କେବଳ ଜଡିତ ହୋଇଥିବା ଉଦାହରଣ ସ୍ୱରୂପ ଯା ଆପଣ ମାନେ ସ୍ୱତନ୍ତ୍ର ଆଖିରେ ଦେଖିଛନ୍ତି କାନରେ ଶୁଣିଛନ୍ତି ବର୍ତ୍ତମାନ କଳି ଯୁଗରେ ଯୋଉ ଘଟଣା ଘଟି ଚାଲିଛି ସେଇ କଥା ପୂର୍ବରୁ ଦ୍ୱାପର ଯୁଗରୁ ଭଗବାନ କୃଷ୍ଣ କହିଛନ୍ତି ବାବାଜୀ କାହାକୁ କହିବା ସାରଥି ବାବା ନାହିଁ ବାବା ସାରଥି ବାବା ଏଠି ତମ ପିଲା କଥା ପଡିନି ଆରେ ବାବାଜୀ ବେହେରା ବାବୁ ଏଠି ଆସ ମୁଁ ଏଇଠି ଏ ବାବାଜୀ କଥା କହୁନି ବାବାଜୀ ହେଲେ କିଏ ସେ ସାରଥି ବାବା ବାନା ବାବା ଏମାନେ ସବୁ ଗୋଟେ ଗୋଟେ ବାବାଜୀ ହେଇଥିଲେ କହିଲେ ଆମେ ହଉଛୁ ବାବା ଦେଖୁନାହାନ୍ତି ମୋ ପାଦରୁ କେମିତି ମହୁ ଝରୁଛି ସ୍ୱାମୀ ଜଗନ୍ନାଥ ଜଗନ୍ନାଥ ଏହା କହି ତୁଳସୀ ଉପରେ ଛିଡା ହେଲେ ଯୋଉ ଦିନ ତୁଳସୀ ଉପରେ ଛିଡା ହେଲେ ତା ବାସି ଦିନ ଚୋର ଧରା ପଡିଲା ନାଇଁ ବାପା ଗଲା ଜେଲକୁ ଆଶ୍ରମରୁ କେତେ କଣ ବାହାରିଛି ତା ଆପଣ ମାନେ ସମସ୍ତେ ଜାଣିଛନ୍ତି ତାକୁ ହିଁ କୁହାଯାଏ କଳିଯୁଗର ବାବାଜୀ ସେ କୋଉ ବାବାଜୀ ନା ଭଣ୍ଡ ବାବାଜୀ ନାଇଁ କାହିଁକି ଦୀକ୍ଷା ନବା ପାଇଁ ତମେ କେମିତି ଜାଣିଲ ମତେ କହିକି ଯାଇଥିଲା ମୋ ସାନ ଭାଇ ବସ ବସ ଗଳି କରନି ତାହେଲେ ଚିନ୍ତା କରନ୍ତୁ ଆଜ୍ଞା କଳି ଯୁଗରେ ସମସ୍ତେ ଗୋଟି ଗୋଟି ହେଇକି ଧରା ପଡିବେ କହିଲେ ଆଇଁଷ ଖିଆ ବାବାଜୀ ତାଙ୍କ ପାଇଁ ବାଣ ରଖିଛି ଖଞ୍ଜି ଏଭଳି ବାବାଜୀ ମାନଙ୍କ ପାଇଁ ମୁଁ ମୋର ବାଣକୁ ଖଞ୍ଜିକି ରଖିଛି ଅତି ବଡି ଜଗନ୍ନାଥ ଦାସ ଭାଗବତରେ ପ୍ରମାଣ ଦେଇନାହାନ୍ତି କଣ କହିଲେ କହିଲେ ଯାହାର ଯେମନ୍ତ ଭାବ ଦେଖି ଯାହାର ଯେମନ୍ତ ଭାବ ଦେଖି ଯାହାର ଯେମନ୍ତ ଭାବ ଦେଖି ଯାହାର ଯେମନ୍ତ ଭାବ ଦେଖି ନାବ ମୁଦି ସଳକି ନାବ ମୁଦି ସଳକି ଯାର ଯେମନ୍ତ ଭାବ ଦେଖି ନାବ ମୁଦି ସଳକି ଭାବକୁ ଦେଖି ମୋ ନାବ ମୁଁ ସଳକି ଥାଏ ତେଣୁ କଳି ଯୁଗର ସବୁ ଗୋଟି ଗୋଟି ହେଇକି ଧରା ପଡିବେ ଅଗାଡି ଉଡିବେ ଧାନ ରହିବ ବିହନ ହବ ମାଳିକା କଥା ବାପା ଅନ୍ୟଥା ହେଇନି 22 ପାହାଚେ ଖେଳିବ ମିନ ନିଶ୍ଚିତ ଭାବରେ ଖେଳିବ ବାପା ଦିନେ ନା ଦିନେ ଆପଣ ମାନେ ଜାଣିଛନ୍ତି 1 ମିନିଟ ହଉ ବା 10 ମିନିଟ ହଉ ବା 5 ମିନିଟ ହଉ ମାଳିକାରେ ଲେଖା ହେଇଥିଲା ଭୂମିକମ୍ପ ହବ ହେଲା ନା ନାଇଁ ହେଇଚିଟି ଆପଣ ମାନେ ଚିନ୍ତା କରନ୍ତୁ ମାଳିକା କଥା କେବେ ଅନ୍ୟଥା ହେଇନି ମାଳିକାରେ ଲେଖା ଗଲା ଏକ ମହାମାରୀ ରୋଗ ମାଡି ଆସିବ ପୃଥିବୀକୁ ଧ୍ୱଂସ କରି ଦେଇଯିବ ହେଲା ନା ନାଇଁ 2 ବର୍ଷ କାଳ ମହାମାରୀ ରୋଗ ଆସିଲା ଆମେ ସମସ୍ତ ରୋଗରେ ପ୍ରପୀଡ଼ିତ ହେଲେ ନାଇଁ କି ବାପା ତେଣୁ ମାଳିକା କଥା ଅନ୍ୟଥା ହେଇନି କି ହବ ନାହିଁ ଇଏ ଧର୍ମରାଜ ଯୁଧିଷ୍ଠିରଙ୍କୁ ଭଗବାନ କୃଷ୍ଣ ବୁଝେଇ ଦେଲେ ହେ ସଖା ଇଏ କଳି ଯୁଗର ହଉଛି ନୀତିଦିନିଆ ଘଟଣା ନିଶ୍ଚିତ ଭାବରେ ଘଟିବ ଏ ହଉଛି କଳି ଯୁଗର ଆଚାର ବ୍ୟବହାର ମୋ ଭଉଣୀ କାଲି କହିଲେ ପାଲାରେ କିଛି ନୂଆ କଥା ନାହିଁ ବାପା ନୂଆ କଥା ନାହିଁ ପାଲାରେ ନୂଆ କଥା ଅଛି ନା ଆଉ ପାଲାରେ ନୂଆ କଥା ଦେଲେ ଶୁଣିବାକୁ ଟିକେ କାନକୁ ଭଲ ଲାଗିବ ନାଇଁ କି ବାପା ତେଣୁ ନୂଆ କଥା ନାହିଁ ବୋଲି କହିବାନି
ये युधिष्ठिरଙ୍କୁ ଭଗବାନ କୃଷ୍ଣ ବୁଝେଇଲେ ଆଉ କିଛି ସମୟ ଯାଇଛି ଆସିଲେ ଦ୍ୱିତୀୟ ପାଣ୍ଡବ ଭୀମ ବାବା ବା ଭୀମ କହିଲେ ହେ ପ୍ରଭୁ ମୁଁ ବି ଆଶ୍ଚର୍ଯ୍ୟ ଘଟଣା ଦେଖିଲି କଣ ନା ବିରାଟ ବଡ କୂପ ପଡିଛି ଶୁଖିଲା ତା ଚତୁଃପାର୍ଶ୍ୱରେ ଛୋଟିଆ ଛୋଟିଆ କୂଅ ମାନେ ପାଣିରେ ଉଛୁଳୁଛନ୍ତି ଆଚ୍ଛା ଦିଲୁ ବାବୁ ଏଥିରେ ଆଶ୍ଚର୍ଯ୍ୟ କଣ ରହିଲା ବିରାଟ ବଡ କୂପ ଶୁଖିଲା ପଡିଛି ଛୋଟିଆ ଛୋଟିଆ ଯାହା କହିବ ଛିଡା ହେଇକି କୁହ ସିଏ ମତେ କହୁଛୁ ନାଇଁ ଛିଡା ହେଇକି କୁହ ଯାହା କହୁଛ ତୋ ପଇସା ତୁ ଦବୁ ମତେ ଆରେ କଣ ହେଲା ବିରାଟ ବଡ କୂପ କୂପ ଶୁଖିଲା ପଡିଛି ଶୁଖିଲା ପଡିଛି ଛୋଟିଆ ଛୋଟିଆ କୂପ ଛୋଟିଆ କୂଅ ଟୋପେ ପାଣି ନାହିଁ ନାହିଁ ବିରାଟ ବଡ କୂପ କୂପ ତଳେ ପଥର ପଡିଗଲା ପଡିଗଲା ଘର ଫିଟି ପାଇଲାନି ଶୁଖିଲା ପଡିଗଲା ମୁଣ୍ଡ ମୁଣ୍ଡ ପଥର ପଡିଗଲା ଛୋଟିଆ କୂପ ହଁ ଅଳ୍ପ ଖୋଳୁ ଖୋଳୁ ଧାର ପଡିଗଲା ପାଣିରେ ଉଛୁଳିଲା ଏଥିରେ ଆଶ୍ଚର୍ଯ୍ୟ ଜିନିଷ କଣ ଏଇଠି ବସ ବସ ତାରି ପାଖରେ ମୁଁ ବସିବି ବସ ଆଜ୍ଞା ଯେତିକିରେ ପଚାରିବି ସେତିକିରେ କହିବି ହଁ ହେଲା ତୋରି ପାଖରେ ମୁଁ ବସିବି ରହ ଭୀମସେନଙ୍କର କଥା ଶୁଣି ଆଜ୍ଞା ଭଗବାନ କୃଷ୍ଣ କହିଲେ ହଁ କହିଲେ ସଖା ଏ ବିରାଟ ବଡ କୂଅ କିଏ ଜାଣିଛ କଣ ଇଏ ଶୁଖିଲା କୂଅଟି କିଏ ସେ ହଁ ନା କଳି ଯୁଗର ବାପା ମାରେ କଳି ଯୁଗର ବାପା ମା ଶୁଖିଲା କୂଅ ସହିତ ସମାନ ଆଜ୍ଞା ଆଜ୍ଞା କାହିଁକି ବାପା ସମାନ କଲି ପ୍ରମାଣ ଦେଖା କାହିଁକି ସମାନ ହେଲେ କାହିଁକି ନା ଇଏ ଶୁଖିଲା କୂଅ ଭଳି ହଁ ବାପା ମା ଦିନେ ଖାଇବାକୁ ନ ପାଇ ଅନାହାରରେ ସୁଖୀ ସୁଖୀ ପ୍ରାଣ ତ୍ୟାଗ କରିବେ ଆମେ ତ ଏଠି ସୁଖୀ ସୁଖୀ ବାପା ଟଙ୍କିକିଆ ଚାଉଳ ମିଳୁଥିଲା ବୋଲି ଆମମାନେ ଖାଉଥିଲେ ଏବେ ତ ସରକାର ଗଲା ଆଉ ମିଳିବ ଖାଇବା ଆଉ ପୁଅ ଝିଅ ଆମକୁ ଖାଇବାକୁ ଦେବେ ଦେବେ ବାପା ବୁଢା ବୃଦ୍ଧ ଅବସ୍ଥାରେ ଆମ ମାନଙ୍କୁ ଯୋଗଉଥିଲେ ସରକାର ଏବେ ଆଉ କଣ ସେ ସବୁ ମିଳିବ ଆମକୁ ପୁଅ ମାନେ ଖାଇବାକୁ ବି ଦେବେନି ଇଏ ନଅ ପ୍ରକାର ଜିନିଷ କଣ ମିଳିବ ଅନେକ ଜିନିଷ ଅଛି ମାଣ୍ଡିଆ କୋଳଥ ଡାଲି ଚଣା ସହ ସବୁ ମିଳିବ ସବୁ ଜଣେ ଚାଉଳ ତେଣୁ ଲକ୍ଷ୍ୟ କରନ୍ତୁ ଆଜ୍ଞା ପୁଅ ବାପା ମା ଖାଇବାକୁ ନ ପାଇ ଆହାରରେ ପ୍ରାଣ ତ୍ୟାଗ କରିବେ ହେଲେ ଚିନ୍ତା କଲ ଦିନେ ବାପା ମା ଆଜି ବର୍ତ୍ତମାନ ଚିନ୍ତା କରନ୍ତୁ ଯୋଉଟା ଅଙ୍ଗେରେ ଆପଣ ମାନେ ଲିଭଉଛନ୍ତି ବୟସ ଆପଣଙ୍କର ଯେତେବେଳେ ଥିଲା ପୁଅ ଝିଅ ଜନ୍ମ ହେଲେ ଖାଇ ପିଲାମାନଙ୍କୁ ଲାଳନ ପାଳନ କରି ଆମେ ବଡ କଲେ ଯୋଉ ମୁହୂର୍ତ୍ତରେ ପୁଅ ଯାହା ଚାହୁଁଥିଲା ଆମେ ଦଉଥିଲେ ଯେତେବେଳେ ଆମେ ବୃଦ୍ଧା ବୃଦ୍ଧି ହେଲେ ଆମର କଣ ଇଚ୍ଛା ହେଲା ଖାଇବାକୁ ଆମେ ଯଦି ପୁଅକୁ କହୁଛେ ପୁଅର ଆଜି ଟିକେ ଅଙ୍ଗୁରୁ ଖାଇବାକୁ ଇଚ୍ଛା ହଉଛି ବାପା ପୁଅ ଅଙ୍ଗୁରୁ ଟିକେ ଆଣିକି ଦଉଛି କହୁଛି ପକେଟରେ ପଇସା ଅଛି ଯେ ଅଙ୍ଗୁରୁ ଖାଇବ ଅଙ୍ଗୁରୁ କିଲୋ ପୁରା 400 ଟଙ୍କା ନାଇଁ କି ବାପା ଅଙ୍ଗୁରୁ କିଲୋ 400 ଟଙ୍କା ମୁଁ ଅଙ୍ଗୁରୁ କୋଉଠୁ ଆଣିକି ଦେବି 250 ଅଙ୍ଗୁରୁ ଆଣିଲେ 100 ଟଙ୍କା ଟି ମୋ ପକେଟରେ କଣ 100 ଟଙ୍କା ଅଛି କାଇଁ ପୁଅ ଯେତେବେଳେ ମାଗୁଥିଲା ବାପା ମୁଁ ଅଙ୍ଗୁରୁ ଖାଇବି ବାପା ତ କାଇଁ ସେତେବେଳେ କହୁନଥିଲା ମୋ ପକେଟରେ ପଇସା ନାହିଁ ବୋଲି ସେ କଥା କଣ ପୁଅ ମନେ ରଖିଛି ସେ କଥାକୁ ପୁଅ ଭୁଲିଗଲା ପୁଅ ଯେତେବେଳେ ବିବାହ କରି ସଂସାର କଲା ବାପା ମା ଯେତେବେଳେ ବିଲରୁ ଖଟିକି ଆସି କହିଲେ ଧନରେ ଧାନ ବିଲରୁ ମୁଁ ଖେଳୁଆ ପକେଇ ପକେଇ ଆସୁଛି ମତେ ଭୋକ ଲାଗେ ନାହିଁ କଣ ମୁଠେ ବୋହୁ କହିଲୁ ବାଢି ଦବ ଖାଇବି ନା ବାପା ଆଉ ଅଛି ଯେ ଖାଇବ ନାଇଁ କି ଆଜ୍ଞା ଆଉ ଅଛି ଯେ ଖାଇବ ନାହିଁ କଣ ନାହିଁ ନା ପକେଟରେ ପଇସା ନାହିଁ କି ଘରେ ଭାତ ନାହିଁ ଖାଇବ କଣ ଯାହା ଅଛି ମୋ ପିଲା ମୋ ସ୍ତ୍ରୀ ଖାଇବେ ବଳିଲେ ତମେ ଖାଇବ ନା ଆଉ କୋଉଠୁ ଖାଇବାକୁ ଦେବି ଯଦି ସେତିକି ବେଳେ ମା ମାନେ କହିବେ ସ୍ୱାମୀ ଆଜି ଗଣେଶ ପୂଜା ଉପଲକ୍ଷେ ବାଦପାଲା ହଉଛି ଦିଟା ଝିଅ ଆସିଛନ୍ତି ନୟାଗଡ଼ ଜିଲ୍ଲାରୁ ଗାଁ ସିନା ଅଲଗା ଜିଲ୍ଲା ଏକ ନା ତେଣୁ ଯଦି ଦୁଇଟି ଗାୟିକା ଆସିଛନ୍ତି ପାଲା ଦେଖିବାକୁ ଯିବୁ ଏଠି ତ ଗଣେଶ ଠାକୁର ଅଛନ୍ତି ଖାଲିଟାରେ ଯିବୁ କି ପୂଜା କରିବା ପାଇଁ ପୂଜା ସାମଗ୍ରୀ ଦରକାର ସ୍ୱାମୀ ପକେଟରୁ ପଇସା ବାହାରିବନି ଠଣିଆ 500 ଟଙ୍କିଆ ବାହାରିବ ନହେଲେ ପେଣ୍ଟଟା ମେଡିସିନ ନାଇଁ କି ବାପା ତାହେଲେ ଚିନ୍ତା କରନ୍ତୁ ସ୍ତ୍ରୀ କହିଲା ମୁଁ ଯିବି ଠାକୁର ଦର୍ଶନ କରିବା ପାଇଁ ମୋର ପୂଜା ସାମଗ୍ରୀ ଦରକାର ଡାଲିଏ ଫଳମୂଳ ଆସିଲା ବାପା ନଡିଆ କଦଳୀ ସେଉ ଅଙ୍ଗୁରୁ ନାସପାତି ସବୁ କିଛି ଆସିଲା ନେଟ ଶାଢୀ କଣ ହବ ପିନ୍ଧିକି ମୁଁ ଠାକୁର ଦର୍ଶନ କରିବାକୁ ରହିଯା ତାହେଲେ ଚିନ୍ତା କରନ୍ତୁ ବାପା ମାଗୁଛି ଖାଇବାକୁ ଦେ ପୁଅ କହୁଛି ପକେଟରେ ପଇସା ନାହିଁ ସ୍ତ୍ରୀ କହିଲା ମନ୍ଦିରକୁ ଯିବେ ପୂଜା ସାମଗ୍ରୀ ଆବଶ୍ୟକ ସ୍ୱାମୀ ପକେଟରୁ 500 ଟଙ୍କିଆ ଖଡଖଡିଆ ନୋଟ ବାହାରିଲା ତାହେଲେ ଚିନ୍ତା କରନ୍ତୁ ଯିଏ ଖାଇବାକୁ ମାଗୁଛି ତାକୁ ମିଳୁନି ଯିଏ ନ ଖାଇବ ତା ପାଖରେ ଗଦା ତାହେଲେ ତାହାକୁ ମା ମାନେ ଆପଣ ମାନେ ପୂଜା କରୁଛନ୍ତି ସେ କିଏ ସେ କାହାକୁ ଆପଣ ମାନେ ପୂଜା କଲେ ଅତି ବଡି ଜଗନ୍ନାଥ ଦାସ ଭାଗବତରେ ପ୍ରମାଣ
ପାଷାଣ ଲୌହ ମତା ଏସବୁ ଅଜ୍ଞାନ ଦେବତା କାଠରେ ତିଆରି ଓଡିଶାର ବଡ ଠାକୁର ଜଗନ୍ନାଥ 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 ଯାହାର ଅଗ ନାହିଁ କି ମୂଳ ନାହିଁ ଅଛି ବାପା ହାତ ଗୋଡ ହଁ ଅଛି ଅଗମୂଳ ଅଛି ସିଏ ଯିଏ ଜଗନ୍ନାଥ ଜଗନ୍ନାଥ କାଠରେ ତିଆରି ତାକୁ ଆମେ ଯାଉଛେ ଦର୍ଶନ କରିବାକୁ କେତେ ଟଙ୍କା ଖର୍ଚ୍ଚ କଲେ ପୁରୀ ଯିବା ନାଇଁ କି ବାପା ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଉଛି ସେଠି ଜଗନ୍ନାଥ ମତେ ଦର୍ଶନ କଲେ ଜଗନ୍ନାଥ ପଚାରିଲେ ପୁଅ ତୁ କୋଉ ଗ୍ରାମରୁ ଆସିଛୁ କୋଉ ଜିଲ୍ଲାରୁ ଆସିଛୁ କେତେ ବାଟରୁ ଆସିଛୁ କଥା ହେଉଛନ୍ତି ଦୁଃଖ ସୁଖ ମତେ ପଚାରୁଛନ୍ତି ଅଛି ତାଙ୍କ ଦେହରେ ଜ୍ଞାନ ତୋର ପିଲାପିଲି କେତୋଟି ପଚାରୁଛନ୍ତି ଜଗନ୍ନାଥ କେତୋଟି ବାହା ହେଇଛି ବସ 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 ତେଣୁ ଲକ୍ଷ୍ୟ କରି ଆମର ପଣ୍ଡିତ ମଣ୍ଡଳୀ ବୋଲେ ତାଙ୍କ ଦେହରେ ନାହିଁ ଜ୍ଞାନ ପାଷାଣ ପଥରରେ ତିଆରି ଦେବ ଦେବ ମହାଦେବଙ୍କର ଲିଙ୍ଗ ଇଏ ତାଙ୍କ ଉପରେ କ୍ଷୀର ଢାଳିଲେ ଗୟସ ଅରଖ ଦୁର୍ଦୁରା ସବୁ କିଛି ଚଢେଇଲେ ବାପା ତାଙ୍କ ଦେହରେ ଅଛି ଜ୍ଞାନ ଲୌହ ଲୁହାର ତିଆରି ଗୁରୁଣ୍ଡି ଗୋପାଳ ତାଙ୍କ ଦେହରେ ଅଛି ଜ୍ଞାନ ମତା ହେଲା ମାଟି ଗଣେଶଙ୍କର ମୂର୍ତ୍ତି ସ୍ଥାପନ କରିଛେ ଆଉ 2 ଦିନ ଗଲେ ତାଙ୍କୁ ଭସାଣି କରିବା ତାଙ୍କ ଦେହରେ ଜ୍ଞାନ ଅଛି ତାହେଲେ ଜ୍ଞାନର ଦେବତା କିଏ ମଧୁବାବୁ କହିଲେ ଆଜ୍ଞା ଛାବିଳ ମଧୁବର୍ଣ୍ଣ ବୋଧ ବିଲେଇ ବହି କଣ ଆରେ ବହି ଆଗରେ ଗୋଟେ ବିଲେଇ ବସିନି କାହିଁକି ତିନିଟା ଦିଆହେଇଛି ବହି ସେଲ ହବ ବୋଲି ଆରେ ବହି ସେଲ ପାଇଁ ବିଲେଇ ଚିହ୍ନ ଦିଆଯାଇନି କାହିଁକି ଦିଆହେଇଛି ମଧୁବାବୁ ବର୍ଣ୍ଣବୋଧ ବହିର ସାମ୍ନାରେ କାହିଁକି ବିଲେଇ ଚିହ୍ନଟା ରଖିଲେ କି ନା ସେ ପିଲାମାନଙ୍କୁ ଗୋଟେ ନୀତି ଶିକ୍ଷା ଦବା ପାଇଁ ନୀତି ଶିକ୍ଷାଟା ବାପା କଣ ନା ବିଲେଇର ଗୋଟେ ପ୍ରକୃତି ସେ ଯଦି ଗୋଟେ ଧ୍ୟାନରେ ବସିଲାଣି ଧ୍ୟାନଟା କଣ ଆପଣ ମାନେ ଖାଇ ବସିଥିବେ ଚିକେନ ହେଇଥିବ କି ମଟନ ହେଇଥିବ କି ମାଛ ହେଇଥିବ ବିଲେଇ ନାକକୁ ତ ବାସ୍ନାଟା ପଳେଇବ ବିଲେଇ ଶୁଙ୍ଗି ଶୁଙ୍ଗି ସେଇଠି ଯାଇକି ପହଞ୍ଚିବ ଆପଣ ଏଠି ଖାଇ ବସିଥିବେ ସେ ସେଇଠି ବସିଥିବ ପଛପଟୁ ଠେଙ୍ଗା ନାହିଁ 10 ପାର ପିଟୁ ନାହାନ୍ତି ଛାଡିକି ଯିବନି ବିଲେଇ ଏଇଠିକି ପଳଉଥିବ ପୁଣି ଆଉ ଥରେ ଦୌଡ଼ିକି ଆସୁଥିବ ନାଇଁ କି ବାପା ଆପଣ ଯେତେ ପିଟନ୍ତୁ ବିଲେଇ ଯିବ ତେଣୁ ଧ୍ୟାନ ଅଛି ମାଛ ଖାଇବ ବିଲେଇ ବିଲେଇ ସେଥିପାଇଁ କହିଲା ରେ ପିଲାମାନେ ମୁଁ ଯେମିତି ଏକ ଧ୍ୟାନରେ ବସିଛି ମାଛ ଖାଇବାକୁ ତମେ ସେମିତି ଏକ ଧ୍ୟାନରେ ପାଠ ପଢିବା ପାଇଁ ଧ୍ୟାନ ମନ ଦେଇ ପାଠ ପଢ ଏକ ଧ୍ୟାନରେ କେମିତି ପାମ୍ପଡ଼ ଚୋବେଇବାରେ ବ୍ୟସ୍ତ ସିଆଡେ କୁଆଡେ ନଜର କେମିତି ଏକ ଧ୍ୟାନରେ କୁରକୁରି ଖାଇବାରେ ବ୍ୟସ୍ତ ସେମିତି ବିଲେଇ ବସି ଏକ ଧ୍ୟାନରେ ଲାଜୁକ ବସ ବସ ତେଣୁ ଚିନ୍ତା କରନ୍ତୁ ଆଜ୍ଞା ମଧୁବାବୁ ଆଜି ଗୋଟିଏ ପଦ କହିଲେ କହିଲେ ଜ୍ଞାନର ଦେବତା କିଏ ସେ କହିଲେ ପ୍ରତ୍ୟକ୍ଷ ଦେବତା ସମମଣି ହେ ଜନନୀ ଜନକ ପ୍ରାଣ ପୁଣେ ସଦା ବାଳିକା ବାଳକ ପ୍ରତ୍ୟକ୍ଷ ଦେବତା ସମମଣି ହେ ଜନନୀ ପ୍ରତ୍ୟକ୍ଷ ଦେବତା ଚଳନ୍ତି ପ୍ରତିମା ହଉଛନ୍ତି ବାପା ଆଉ ମା ନାଇଁ କି ବାପା ତାକୁ ସର୍ବପ୍ରଥମେ ଖାଇବାକୁ ଦେଇ ସନ୍ତୁଷ୍ଟ କର ଯଦି ବାପା ମା ଖାଇବାକୁ ନ ଦେଇଛ 1000 ମନ୍ଦିର ଯାଉନାହାନ୍ତି କିଛି ଲାଭ ନାହିଁ କାହିଁକି ବାପା ନା ବାପା ମା ହେଉଛନ୍ତି ସବୁଠାରୁ ବଡ ଠାକୁର କବି ପଦୁଟିଏ କହିଲେ ପିତା ମାତା ଠାରୁ ବଡ ଦେବତା କେ ସ୍ୱର୍ଗ ରାଇଜେ ନାହିଁ ତାଙ୍କରି ଆଶିଷ ବାହାଏ କାସିନା ବିପଦୁ ତରିବା ବାପା ମା ଠାରୁ ବଡ ଦେବତା ସ୍ୱର୍ଗ ରାଇଜେ ନାହିଁ ଆପଣ ସ୍ୱର୍ଗକୁ ଯାଉନାହାନ୍ତି ଯୋଉଠି ଖୋଜୁନାହାନ୍ତି ବାପା ମା ଭଳିଆ ଦେବତା କୋଉଠି ମିଳିବେନି ସେ ଜ୍ଞାନର ଦେବତା ଚଳନ୍ତି ପ୍ରତିମା ପ୍ରତ୍ୟକ୍ଷ ଠାକୁର ହଉଛନ୍ତି ବାପା ଆଉ ମା ତାଙ୍କ ଆଶୀର୍ବାଦ ଯୋଉ ପୁଅ ଝିଅ ମୁଣ୍ଡରେ ଅଛି ନା ସେ ବାପା କୋଉଠି ହାରିନି କି ହାରିବ ହାରିବ ବାପା କଥାରେ ନାଇଁ କହିଲେ ବାପ ଥିଲା ପୁଅ ସଭାରେ ହାରେ ନାରେ ସଭାରେ ହାରେ ନା ମା କୋଳେ ପୁଅ ଦୁନିଆ ଡରେ ନା ମା କୋଳେ ପୁଅ ବାପ ଥିଲା ପୁଅ ସଭାରେ ହାରେ ନା ମା କୋଳେ ପୁଅ ଦୁନିଆ ଡରେ ନା ବାପା ଯାହାର ଅଛି ସେ ପୁଅ ସଭାରେ କେବେ ଡରିନି କି ଡରିବ ମା କୋଳରେ ଯେତେ ଦିନ ପର୍ଯ୍ୟନ୍ତ ପୁଅ ବସିଛି କାହାକୁ ତାର ଭୟ ନାହିଁ ଅଛି ବାପା ତେଣୁ ଚିନ୍ତା କରନ୍ତୁ ବାପା ମା ଭଳିଆ ଦେବତା କୋଉଠି ମିଳିପାରିବେ ଭଗବାନ କୃଷ୍ଣ କହିଲେ ହେ ସଖା ଗାଁ
चूहा में कुत्ता खिलाओ उनका बाछुरी भूखा साल के खिलाओ माछ मिठाई बाप के बैठे ठुका कौन ठुका फुका उरे कोटा मेरे ठुका पिटा ठुका पिठा नटा कौन खाली ठुका फुका उरे कहउछो हम आइची जोड़ा पंझा कोन तम घर बाटा मु जोड़ा बोली होबसे ना बेहरा बाबू बुझी पारुन कवि कौन कहिले निया खुंटा कवि कहि छन कहले गाई क्षीर सिना ये कुकुर खाइबो पिला बाछुरी मोरे हेबो हे हाय 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 सोळा सोडू मांस खाई दिबे बापा तोराणी पीबो हे हाय 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 गाई क्षीर कळे जुगरे कुकुर खाइबो आज्ञा भलो हौची ना ने देखन भलो भलो आग काल रे पापा गाई गोरु आमे समस्त रखुथिले गाई रो सेवा करुथिले गाई सेवा कले पापरु मुक्ति मिले नहीं कि आज्ञा गाई रो पिठी जदी आमे साउली बाबा हमकु पापरु मुक्ति मिलुथिला आज्ञा आज्ञा नहीं आही की ना गाई रो लोम गटे के देवता जण जण अछंदी ताले चिंता करंतु आजि काली जुगरा गाई अछंदी गाई पोसिले लाभ नाही अछंदी बाबा गौड़ नै आउ गाई सेवा की करू जीवो हाथ रे खत लागिवो नहीं कि आज्ञा आजि काली जदी गाई सेवा में करूने सकाळ पाइले जदी गाई पेठे साउळू थांत ताले हमकु किछि लाभडा मिलंदा आज्ञा आज्ञा आजि काली कोन होउची ना सकाळ पाइले आगे कुकुर पिठी साउळूचे आज्ञा आज्ञा कोउ बापरु आपण मुक्ति पाइबे कुकुर पिठी जो साउळूचे आज्ञा कोउ बापरु मुक्ति मिलुची नाही 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 हां गाई क्षीर कुकुर खाउची आजि काली आज्ञा आज्ञा ये कथारे नाही कुकुर पिठी दिया साउळी बसे गोटे कुत्ता अच्छा नहीं कि बापा केते रंग कुत्ता अछन कुत्ता चारि प्रकार अछन किए किए चारि प्रकार कुत्ता किए ना जे कुकुर पोसिला सिए गोटिए कुत्ता ये गोटे माई कुत्ती के रखी गोटे कुत्ता संतान बढ़िया को रखी कुकुर को जे बाड़ेइला सिए होउची गोटे कुत्ता ससुर घर जदी जुआई अधिक दिन रहिलानी सिए गोटिए कुत्ता आरी गुणंती को हां भौणी घरे भाई होउची कुत्ता रे हे चारि प्रकार कुत्ता आगे 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 आमे जो कुत्ता पिठी सकाळे साउळुचे कुकुर सेवा न कले रोसई होउ कि के खाऊ कि न खाऊ से टेंशन नाही आजिकाली खाली कुकुर सेवा चली बापा गाई क्षीर पीले हमकु मिलुथिला कोन ना किछि शक्ति मिलुथिला किछि लाभ हमर हेउथिला नाही कि विटामिन मिलुथिला ये कुकुर सेवा कला दिन ठो आ गाई क्षीर अछि नाही नाही गाई गोबर तो सब जाई आ गोबर पानी पकेवा को भी आ मिलुनी हां ताले चिंता करंदु आज्ञा ये कुकुर पशी आजि काली करूछंती कोन ना गाई कुकुर पसिले गाई क्षीर खाइबो क्षीर कोठु आसीबो आ खीर मिलियो क्षीर परा गाई थारु कुकुर खाइला आ बाछुरी खाइबा को पाउची की हां जदी गाई क्षीर कुकुर खाइला बाछुरी मरिबो सोळा सोडू माछ मांस खाइबे तोराणी आगे आगे चिंता कलो बापा आपनकर कोन टिके आमिष खाया को इच्छा ले पुओ को कोछंदी पुओ रे एटिके आज चिकन कले होंदानी पुओ आनी की दउची खाइबा को दउची पैसा नाही रखे देती को जदी घर को सोळा सोडू आसिलेनी बापा चिकन होबनी घरे हां मटन होबनी सोळा सोडू चिकन मटन खाइबे खाली चिकन मटन नुह नाही फ्लाक सिगारेट पैकेट आसीओ हां हां संगे ठिपी खोलाटी आसीओ आगे आगे इत्यादि इत्यादि जहा जोग सब हां हां नहीं की हां सीट बाना तेणु सब किछि आवश्यक अछि ताले चिंता करंदु भगवान श्री कृष्ण कइले हे सखा ये कली जुगर लोकंकर आचार व्यवहार आउ किछि समय बीती गला क्लेबे सुनिबे गुणी कदन जहा न्याय तान मानो धन हमारी रे मये तो भीर अर्जुन धन हमारी रे निकट प्रवेशी पुण धन हमारी रे जो घटना मु देखिले धन हमारी रे निकट कुमुआ थिले धन हमारी रे अर्जुन कइले हे प्रभु मु भी एक आश्चर्य घटना देखि कौन आश्चर्य
ମୁଁ ଦେଖିଲି ଜଣେ ବ୍ୟକ୍ତି ହାତରେ ଧରିଛି ଗୋଟାଏ ନିକିତି ଧରିଛି ଯେ ଗୋଟାଏ ପଟେ ଲୁହା ଆଉ ଗୋଟାଏ ପଟେ ତୁଳା। ଇଏ ଦି ଜଣକୁ ସମାନ ଭାବରେ ଓଜନ କରିବା ସମୟରେ ଲୁହାଟା ହାଲକାଇ ଉପରକୁ ଉଠୁଛି, ତୁଳାଟା ଓଜନ ହେଇକି ତଳକୁ ଖସୁଛି। ଇଏ କଣ ଆଶ୍ଚର୍ଯ୍ୟ ନୁହଁ? ଆଶ୍ଚର୍ଯ୍ୟ କଣ ରହିଲା? ଭଗବାନ କୃଷ୍ଣ କହିଲେ ହେ ଅର୍ଜୁନ, ଆଶ୍ଚର୍ଯ୍ୟ କଣ ରହିଲା? ନାହିଁ ଲୁହାଟା ହାଲକା ହେଇକି ଉପରକୁ ଉଠୁଛି, ତଳଟା ଓଜନିଆ ହେଇକି ତଳକୁ ଖସିଲା। ଦେଖୁଛୁ କେମିତି ଖରା ହଉଛି, ବାହାରେ ଲୁହାଟା ପଡିଥିଲା, ଲୁହାଟା ଶୁଖି ଯାଇଛି, ହାଲକା ହେଇଗଲା, ଉପରକୁ ଉଠିଲା। କେମିତି ବର୍ଷା ହଉଛି, ତୁଳା ଗଦରେ ପାଣି ପଶିଗଲା, ତୁଳା ଓଜନିଆ ହେଇଗଲା, ତେଣୁ ତଳକୁ ଟାଣିଲା। ଏଥିରେ ଆଶ୍ଚର୍ଯ୍ୟ କଣ? ବସ ନା ଲୁହାଟା ଶୁଖିଗଲା। ଆରେ ଲୁହା ନ ଶୁଖୁଥିଲେ ଝିଅ ପିଲାମାନେ ପାଲା ଗାଆନ୍ତେ, ପୁଅ ପିଲା କୁଆଡେ ଗଲେଣି ଲୁଚିଗଲେଣି। ଅବଶ୍ୟ ସତ କଥା। ଆଜିକାଲି ଆଉ ପୁଅ ପିଲା ପାଲା ସେତେ ନାହିଁ ନା, ପାଲା କୁଆଡେ ପୁଅ ପିଲା ପାଲା ଲୁଚିଲାଣି, ଝିଅ ପିଲା ମାନେ ବାହାରିଲେଣି। ତେଣୁ ଚିନ୍ତା କରନ୍ତୁ ଆଜ୍ଞା। ଅର୍ଜୁନ କହିଲେ ପ୍ରଭୁ ଲୁହା ହାଲକାଇ ଉପରକୁ ଉଠିଲା, ତୁଳା ଓଜନ ହେଇକି ତଳକୁ ଖସିଲା। ଏ ଲୁହା କି ତୁଳା କି? କହିଲେ ନିକିତି ତଉଲ ସାନ ବଡକୁ, ନିକିତି ତଉଲ ସାନ ବଡକୁ, ନିକିତି ତଉଲ ସାନ ବଡକୁ, ନିକିତି ତଉଲ ସାନ ବଡକୁ, ଭାରି ହୁଏ ଦିଏ ଯାଏ ତଳକୁ, ଭାରି ହୁଏ ଯିଏ ରହେ ତଳକୁ। ନିକିତି ତଉଲ ସାନ ବଡକୁ, ଭାରି ହୁଏ ଯିଏ ରହେ ତଳକୁ। ବାପା ଲୁହା ସହିତ ଭଗବାନ କୃଷ୍ଣ କାହାକୁ ସମାନ କଲେ? ନା ଇଏ କଳି ଯୁଗର ଯେତେ ସବୁ ସାଧୁ ସନ୍ଥ ସମାଜ, ସାଧୁ ସନ୍ଥ ସମାଜଙ୍କର ଇଏ କଳି ଯୁଗରେ କୌଣସି ବାପା ଓଜନ ନାହିଁ ଅଛି। ଯୁଗ ଥିଲା, ପୁରାଣ ଆପଣ ମାନେ ଶୁଣିଛନ୍ତି, ପଢିଛନ୍ତି, ଜାଣିଛନ୍ତି ନାଇଁ କି ବାପା? ଇଏ ପୁରାଣରେ ସାଧୁ ସନ୍ଥ ସମାଜଙ୍କର ଜାଗା କୋଉଠି ଥିଲା? ଗୁରୁ ଆଶ୍ରମକୁ ପିଲାମାନଙ୍କୁ ଆମେ ପଠଉଥିଲେ ପାଠ ପଢିବା ପାଇଁ। ଆଜିକାଲି ଯୁଗ ହେଲା, ଇଏ ଗଭର୍ଣ୍ଣମେଣ୍ଟ ସ୍କୁଲରେ ମଧ୍ୟ ପିଲାଙ୍କୁ ଆଉ ପାଠ ପଢେଇ ପାରୁନି। କଣ କରୁଛେ ନାଇଁ ଇଂଲିଶ ମିଡିୟମରେ ନେଇକି ପିଲାଙ୍କୁ ପାଠ ପଢେଇ ନାଇଁ, ଆଦର୍ଶ ବିଦ୍ୟାଳୟକୁ ଆମେ ମାନେ ଛାଡିଲେ ପିଲାଙ୍କୁ ପାଠ ପଢେଇବା। ଗାଁ ସ୍କୁଲ ସବୁ ଫାଙ୍କା ପଡିଲା, ଦରକାର ପଡିଲେ ସ୍କୁଲ ବନ୍ଦ ହେଇଯିବ ନାଇଁ କି ଆଜ୍ଞା? ତେଣୁ ଚିନ୍ତା କରନ୍ତୁ, ଯୁଗ ଥିଲା ଆଶ୍ରମରେ ପିଲାମାନେ ଗୁରୁକୁଳରେ ପାଠ ପଢୁଥିଲେ, ଗୁରୁମାନଙ୍କୁ ଉଚିତ ସମ୍ମାନ ଦଉଥିଲେ। ଇଏ ଆଜିକାଲିର ପୁଅ ଝିଅ ମାନେ ଆଉ ସମ୍ମାନ ଦଉଛନ୍ତି? ଯେତେବେଳେ ଆମ ଜେଜେବାପା ଥିଲେ, ଜେଜେବାପା ସେତେବେଳେ କଣ କରୁଥିଲେ ନା, ଯେତେବେଳେ ଆମ ମାନଙ୍କ ଠାରୁ ଗୁରୁ ଗୁରୁଜନ ବୃନ୍ଦ ଥିଲେ, ତାଙ୍କ ପାଦ ତଳେ ସାଷ୍ଟାଙ୍ଗ ପ୍ରଣିପାତ, ତାଙ୍କ ଠୁ ଜନ୍ମ ହେଲେ ଆମ ବାପା, ସେ ଆଉ ସାଷ୍ଟାଙ୍ଗ ପ୍ରଣିପାତ କଲେ କି? ସିଏ କଣ କଲେ ନା ଆଣ୍ଠୁ ମାଡ଼ିକି ନମସ୍କାର କଲେ। ତାଙ୍କଠୁ ଜନ୍ମ ହେଲୁ ଆମେ, ଆମେ କଣ କଲୁ? ଟିକିଏ ଅଣ୍ଟା ଭାଗିକି ଆଜ୍ଞା ନମସ୍କାର। ହେଲେ ଆମଠୁ ଯୋଉ କମ୍ପ୍ୟୁଟର ପୁଅ ଝିଅ ଜନ୍ମ ହୋଇଛନ୍ତି, ଆଉ ଆଜିକାଲି ହାତ ଯୋଡୁଛନ୍ତି, ଯୋଉଠି ଦେଖିବେ ଆଜ୍ଞା ନମସ୍କାର ଗୋଟେ ହାତରେ ନାଇଁ କି ଆଜ୍ଞା? ଆଜ୍ଞା ନମସ୍କାର। ଆଉ ସେ ଯୁଗ ଅଛି? ଯୁଗ ଅନୁପଯୋଗୀ ସେ ଲୋକ ଆଜିକାଲି ପିଲା ବାହାରିଲେ। ତେଣୁ ଆମେ କହିବା କାହାକୁ? ସବୁ କଥାକୁ ଆଜ୍ଞା ଛାଡି ଦିଅନ୍ତୁ। ଅର୍ଜୁନ କହିଲେ ହେ ପ୍ରଭୁ, ଇଏ ଲୁହା ସହିତ ଯଦି ସାଧୁ ସନ୍ଥ ସମାଜକୁ ସମାନ କରାଗଲା, ତାହେଲେ ସାଧୁ କିଏ? କାହାକୁ ସାଧୁ କହିବା? ଶୋଧିଲେ ସାଧୁ କି କଥା? ଆରେ ଯିଏ ବାବାଜୀ ତାହେଲେ କିଏ? ବାବାଜୀ ବାବାଜୀ ସୋଦି ସୋଦି ସାଧୁ। ରୁଆ ସାଧୁ ସିଏ ନୁହଁ, ଅତି ବଡ ଜଗନ୍ନାଥ ଦାସ ଭାଗବତରେ ପ୍ରମାଣ ଦେଇଛନ୍ତି। ସାଧୁ କାହାକୁ କହିବା? କହିଲେ ସାଧୁ ଯେ ମଳୟ ପବନ, ସାଧୁ ଯେ ମଳୟ ପବନ, ସାଧୁ ଯେ ମଳୟ ପବନ, ସାଧୁ ଯେ ମଳୟ ପବନ, କାଷ୍ଟକୁ କରନ୍ତି ଚନ୍ଦନ, କାଷ୍ଟକୁ କରନ୍ତି ଚନ୍ଦନ। ସାଧୁ ଯେ ମଳୟ ପବନ, କାଷ୍ଟକୁ କରନ୍ତି ଚନ୍ଦନ। ତାହେଲେ ସାଧୁ କାହାକୁ କହିବା? ବାପା ମଳୟ ପବନ, ସାଧୁ ଯେ ମଳୟ ପବନ। ସାଧୁଙ୍କ ଦେ ଆମେ କଣ ସମସ୍ତେ ସାଧୁ ହେଇପାରିବା? ସମସ୍ତେ ସାଧୁ ହବା ବାପା? ସମସ୍ତେ ସାଧୁ ହେଇପାରିବା ନା ଦାଢି ରଖିଲେ? ରଗଳି କର ବାପା। ସାଧୁ ଆମେ କାହାକୁ କହିବା?
जदि आमे समस्ते साधु होई परिबानी धरि नियंतु आपण मा मने भाबुथिबे आपण को ग्राम रे गोटे चोरटी अछि ताको साधु संत समाज रे बसैले सत्संग कले के जानि सी साधु होई परिबो एई कथा को मन भीतर चिंता करी गोटे चोर को नै साधु संत भीतर आमे माने छाडी दबा जो साधु संतक भीतर चोरटी रहिबो से जेते चेष्टा करले बापा साधु होई परिबो हे परिबो हां कर सत्संग कर सत्संग करले भलो नहीं कवि कोन कहले साधु संग ये कहो उत्तम बोली लोके बोले हे लोके कहते पोको संग जे के मीठा नो दे धीर छिड़ी जीवो जाको भेकिबो अरे पाइटी लगेई दबु सुनु साधु संग एक उत्तम बोली लोके कहନ୍ତି समस्त कहନ୍ତି सत्संग करबा आजिकल सब ओम शांति बाहरी नहीं कि बाबा सब दीक्षा वाला बाहरिले ओम शांति हो अनुकूल चंद्रकर दीक्षा कि पूर्णानंद दीक्षा हो आमे समस्त बाहरिले आमे दीक्षा वाला सत्संग करबाटा भलो बापा जदि आमे समस्त सत्संग कला पर साधु होई परिबा नाही कवि कहिले इखु क्षेत्र पोक सुंगा जे केबे मिठा नहंती आमे चासी लोक ना नाही बाबा चासी माने आमे कोन करी चाष करबा मु सेई चाष विषय रे आखु बिल कथा कहूची आखु बिल रे आखु लगा हबो चाष हैला आखु लगा हैला पानी भी मुका हैला नहीं कि बाबा पानी मडैबा बेले रे आखु गछ हैला ता सहित पोक सुंगा मध्य गछ हैला कोन आज्ञा कहउछंती कौन खोली की कह कोन आज्ञा कोन कहउछंती कोन